ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାରେ 3 ଦିନିଆ ରଜ ମହୋତ୍ସବ ଆରମ୍ଭ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଅଧୀନରେ ଆୟୋଜିତ ଏହି ପ୍ରମୁଖ କାର୍ଯ୍ୟକ୍ରମ 120ରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ନିବେଶକ, ପ୍ରଯୁକ୍ତିବିଦ୍ୟାର ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକତ୍ରିତ କରିଛି। ଭାରତ ବ୍ୟାପକ ନବସୃଜନ ଇକୋସିଷ୍ଟମକୁ ବିଶ୍ୱସ୍ତରରେ ପ୍ରସାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରୁଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ରାଷ୍ଟ୍ରପତି ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ଦ୍ୱିରାଷ୍ଟ୍ରୀୟ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ଅଭିମୁଖେ ଯାତ୍ରା କରିବେ। ସ୍ଲୋଭାକିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅପୂର୍ବ ଶ୍ରୀବାସ୍ତବ କହିଛନ୍ତି, ଶ୍ରୀ ମୋଦିଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ମାର୍ଗ ଉନ୍ମୁକ୍ତ କରିବା ସହ ଆର୍ଥିକ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ସ୍ଲୋଭାକିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଏଭିଏନ୍କୁ ଯାତ୍ରା କରିବେ। ସେଠାରେ ଆସନ୍ତା 16 ଏବଂ 17 ତାରିଖରେ G7 ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ 18 ତାରିଖରେ ଶ୍ରୀ ମୋଦି ପ୍ୟାରିସ୍ଠାରେ ପହଞ୍ଚି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭିଭାଟେକ୍ 2026 କାର୍ଯ୍ୟକ୍ରମରେ ଯୋଗଦେବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୁଷ ମନ୍ତ୍ରଣାଳୟ, ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଯୋଗ ଏବଂ ହାବିଲ୍ଡି ସହଯୋଗରେ ଆୟୋଜିତ ଏହି ଅନ୍ଲାଇନ୍ ଅଧିବେଶନରେ 130ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଯୋଗାଭ୍ୟାସ ଏବେ ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସକୁ ମାନ୍ୟତା ପ୍ରଦାନ ଭାରତ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ଯାଦବ କହିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଯୋଗର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି। ଦୈନନ୍ଦିନ ଜୀବନରେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରିବାକୁ ଶ୍ରୀ ଯାଦବ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ସୀମା ବାହାରେ ମାନବତାକୁ ଏକତ୍ର କରିବାରେ ଏହି ଅନ୍ଲାଇନ୍ ଯୋଗ ଅଧିବେଶନ ଏକ ବଡ଼ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଯାଦବ ଅନୁରୋଧ କରିବା ସହ ହର୍ ଘର ଯୋଗ, ହର୍ ଦିନ୍ ଯୋଗର ସଂକଳ୍ପକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ କହିଛି, ୟୁଟ୍ୟୁବ୍ ଲାଇଭ୍ ଯୋଗ ଅଧିବେଶନ ପାଇଁ ସର୍ବାଧିକ ଅଂଶୀଦାରଙ୍କ ସହ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱସ୍ତରରେ ଯୋଗ ଅଭ୍ୟାସ ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ ମଧ୍ୟ କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ଧରି ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ସହଜ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଏହି ସର୍ବବୃହତ୍ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ ମାଧ୍ୟମରେ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିବା ଅତ୍ୟନ୍ତ ଗର୍ବର ବିଷୟ। ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧି ପରିଯୋଜନା ପଦକ୍ଷେପ ଔଷଧର ମୂଲ୍ୟକୁ ସୁଲଭ କରିଛି। ଡାକ୍ତରୀ ଶିକ୍ଷା, ପ୍ରତିଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଉପଲବ୍ଧତା ହେବା ଯୋଗୁଁ ଚିକିତ୍ସା ଶିକ୍ଷା ମଧ୍ୟ ଅଧିକ ସୁଲଭ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ ଗଠନ ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବେ ସଶକ୍ତ କରିବା ସହିତ ସୁସ୍ଥ ଭାରତ ଗଠନ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ବିଶ୍ୱର ଅନେକ ବୃହତ୍ ସ୍ୱାସ୍ଥ୍ୟସେବା ପଦକ୍ଷେପର ନେତୃତ୍ୱ ଏବେ ଭାରତ ନେଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରକ୍ତଦାନର ମହତ୍ତ୍ୱ ଏବଂ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବ୍ଲଡ୍ ଗ୍ରୁପ୍ର ଆବିଷ୍କାର କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ କାର୍ଲ ଲାଣ୍ଡଷ୍ଟିନ୍ଙ୍କ ଜନ୍ମଦିବସକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତାର ଏକ ବୁନ୍ଦା, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ। ଜରୁରୀ ସମୟରେ ଅସ୍ତ୍ରୋପଚାର, କର୍କଟ ଚିକିତ୍ସା, ଆକସ୍ମିକ ଦୁର୍ଘଟଣା ଏବଂ ଦୀର୍ଘଦିନର ଦୁରାରୋଗ୍ୟ ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟି ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରକ୍ତଦାତାଙ୍କୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଇଛି। ଏହି ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ରକ୍ତଦାନ ହେଉଛି ଜଣଙ୍କୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବାର ସବୁଠାରୁ ସରଳ ତଥା ପ୍ରଭାବଶାଳୀ ମାଧ୍ୟମ। ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏ ସଂକ୍ରାନ୍ତରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହିତ ରକ୍ତଦାନର ମହତ୍ତ୍ୱ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ରକ୍ତଦାତାଙ୍କ ପାଖରେ ଅନ୍ୟ ଜୀବନ ପରିବର୍ତ୍ତନ କରିବାର ଶକ୍ତି ରହିଛି। ଏହା ମାଧ୍ୟମରେ ଏକ ସୁସ୍ଥ, ଯତ୍ନବାନ ଏବଂ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ଏକତ୍ରିତ ହେବାକୁ ଶ୍ରୀ ନଡ୍ଡା ଅନୁରୋଧ କରିଛନ୍ତି। ପହିଲି ରଜ ପାଳନ ସହ ଓଡ଼ିଶାରେ ଆଜିଠାରୁ 3 ଦିନିଆ ରଜ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟର ଏହି କୃଷିଭିତ୍ତିକ ଗଣପର୍ବରେ ଆସନ୍ତାକାଲି ରଜ ସଂକ୍ରାନ୍ତି ଏବଂ ତା ପରଦିନ ଭୂମି ଦହନ ପାଳନ କରାଯିବ। ଶୁଖିଲା ଭୂଇଁରେ ବର୍ଷା ପାଣି ପଡ଼ିବା ପରେ ମାଟିର ପ୍ରଜନନ ଶକ୍ତି ବଢ଼ିଥାଏ। ସେଥିପାଇଁ ଏହି 3 ଦିନ ଜମିରେ ଚାଷ କରାଯାଇନଥାଏ। ପରମ୍ପରା ଅନୁସାରେ 3 ଦିନ ବିଶ୍ରାମ ଏବଂ ମନୋରଞ୍ଜନର ସମୟ ହୋଇଥିବାରୁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଇଥାଏ। ରଜରେ ଝିଅମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ଦୋଳି ଖେଳିବାର ପରମ୍ପରା ରହିଛି। ଏହି ଅବସରରେ ସୁସ୍ୱାଦୁ ପାନ ଏବଂ ଭୋଜନର ନିଆରା ପରମ୍ପରା ରହିଆସିଛି। ପର୍ବର ଚତୁର୍ଥ ଦିନରେ ବସୁମତୀ ସ୍ନାନ କରାଯିବା ସହ ଏହି ପର୍ବ ଶେଷ ହୋଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ପୃଥିବୀ, ମାତୃତ୍ୱ ଏବଂ ମେଘକୁ ଏହି ପର୍ବ ସମ୍ମାନ ପ୍ରଦର୍ଶନ କରିଥାଏ। ଓଡ଼ିଶା ତଥା ଦେଶବାସୀଙ୍କର ଏହି ଅବସରରେ ରାଷ୍ଟ୍ରପତି ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି। ସର୍ବାଧିକ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଏକତ୍ର ପ୍ରଦର୍ଶନ କରି ଗିନିସ୍ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। କଲମ୍ବୋର ଗାଲେଫେସ୍ ଗ୍ରୀନ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରତର ସଙ୍ଗମମ୍ ଗ୍ଲୋବାଲ ଏକାଡେମୀ ଏବଂ ଶ୍ରୀଲଙ୍କାର ସମାଗିଜ୍ ଜିଲିଆ ମିଳିତ ଭାବେ ଆୟୋଜନ କରିଥିଲେ। ଏଥିରେ ଶ୍ରୀଲଙ୍କା, ଭାରତ ତଥା ଅନ୍ୟାନ୍ୟ ଦେଶର 5,000ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରି ଏକତ୍ର ଭାବେ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ସୀମାପାର ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ଏହି ରେକର୍ଡ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଝା ଏହି ସଫଳତା ପାଇଁ ନୃତ୍ୟଶିଳ୍ପୀ ଏବଂ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରସିଦ୍ଧ ଅର୍ଥନୀତିଜ୍ଞ ପ୍ରଫେସର ଅଲଖ ଏନ୍ ଶର୍ମାଙ୍କୁ ଶ୍ରମ ପରିସଂଖ୍ୟାନ ଆଧାରିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତ କରିଛନ୍ତି। ଶ୍ରମ ବଜାର ସୂଚକାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା, ସମୟାନୁଯାୟୀ ସମୀକ୍ଷା ଏବଂ ଦେଶର ଶ୍ରମ ବଜାରକୁ ଅଧିକ ବିକଶିତ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କମିଟି ଗଠନ କରାଯାଇଛି। ଆଇସିସି ମହିଳା ଟି-20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଚଳିତ 10ମ ସଂସ୍କରଣରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ବର୍ମିଂହାମ୍ର ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ପରସ୍ପରକୁ 16 ଥର ଭେଟିଥିବା ବେଳେ ଭାରତ 13 ଥର ବିଜୟ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକା ତୁର୍କୀକୁ 2-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟ ଏକ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ହାଇତି ବିରୁଦ୍ଧରେ 1-0 ଗୋଲ୍ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ବ୍ରାଜିଲ ଏବଂ ମରକ୍କୋ ମଧ୍ୟରେ ନ୍ୟୁଜର୍ସିଠାରେ ଖେଳାଯାଇଥିବା ମ୍ୟାଚ୍ 1-1ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କାତାର ଏବଂ ସୁଇଜରଲ୍ୟାଣ୍ଡ ମଧ୍ୟରେ ମଧ୍ୟ ଖେଳ 1-1 ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଫ୍ରାନ୍ସର ନିସ୍ଠାରେ ଉଦ୍ଘାଟିତ ହେଲା ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ବିଶ୍ୱସ୍ତରୀୟ ଅନ୍ଲାଇନ୍ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଂଶଗ୍ରହଣ କଲେ 130ରୁ ଅଧିକ ଦେଶ। ରକ୍ତଦାନର ମହତ୍ତ୍ୱ ଏବଂ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତଦାତା ଦିବସ। ପହିଲି ରଜ ସହ ଓଡ଼ିଶାର 3 ଦିନିଆ ରଜ ମହୋତ୍ସବ ଆରମ୍ଭ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇସିସି ମହିଳା ଟି-20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ। ସମ୍ବାଦ ଶେଷ ହେଲା।